ମୂଲ୍ୟ ସେଇ ମଣିଷ କେବଳ ବୁଝିପାରେ ଯିଏ କେବେ କାହା ପାଇଁ ନିଜର ଆଖିରୁ ଲୁହ ଝରେଇଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଏପ୍ରିଲ ମାସ 21 ତାରିଖ, ଓଡ଼ିଆ ବୈଶାଖ ମାସ 8 ଦିନ, ସୋମବାର, କୃଷ୍ଣ ପକ୍ଷ, ଅଷ୍ଟମୀ ତିଥି, ଯାହା ଦିବା 1:16 ପର୍ଯ୍ୟନ୍ତ ରହୁଛି। ଆଜି ଉତ୍ତରାଷାଢ଼ ନକ୍ଷତ୍ର, ଯାହା ଦିବା 7:36 ପର୍ଯ୍ୟନ୍ତ ରହୁଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:26 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହାକି ଅପରାହ୍ନ 6:01। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତି, ଘାତ 12 ରହିଛି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ଯୁଗ୍ନି ରହିଛି ଐଶାନ୍ୟ କୋଣେ, ଯାହା ଦିବା 1:16 ପର୍ଯ୍ୟନ୍ତ, ତାପରେ ଯୁଗ୍ନି ପୂର୍ବ ଦିଗେ ରହିବ। ଆଜି ମୃତ ବ୍ୟକ୍ତିର ଦିବା 7:36 ମଧ୍ୟ ରହିଛି ଏକପାଦ ପୁଷ୍କର ଦୋଷ, ଫଳ ରହୁଛି ବଂଶହାନି। ଆଜି ଅଷ୍ଟମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଯାହାକି ନଡ଼ିଆ, ତତ୍ସହିତ ନାଉ ନିଷେଧ ରହିଛି। ଆଜିର ରାହୁକାଳ, ଯାହା ଦିବା 6:57 ଦିବା 8:33 ମଧ୍ୟ ରହିଛି। ରାହୁକାଳ 12 ବେଳା, ତତ୍ସହିତ କାଳ ବେଳା, ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 10:13 ଦିବା 12:37 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:51 ରାତ୍ରି 9:15 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ରହୁଥିବାରୁ ସମସ୍ତ କାର୍ଯ୍ୟରେ ଆପଣ ସିଦ୍ଧିହସ୍ତ ହେବା ସହିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ତତ୍ସହିତ ରାଜନୈତିକ କାର୍ଯ୍ୟ ଏବଂ ସାମାଜିକ କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ଯାହାକି ଶୁଭ ଯୁଗରେ ରହିଛି ଏବଂ ଅର୍ଥନୈତିକ ବେପାର ବାଣିଜ୍ୟରେ ଆପଣ ଲାଭ ସହିତ ସମାନ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସଫଳତା ସହିତ ପଦ ଉନ୍ନତିର ଯୁଗ ରହୁଛି। ଆଜି ଆପଣଙ୍କର ମନ ପ୍ରସନ୍ନ ରହିବା ସହିତ ଘରୋଇ କାର୍ଯ୍ୟରେ ଆପଣ ସୁଖ ପ୍ରାପ୍ତ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଆଧ୍ୟାତ୍ମିକ କାର୍ଯ୍ୟରେ ସଂଯୁକ୍ତ ରହିବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ପିତୃତୁଲ୍ୟ ଲୋକଙ୍କ ଦ୍ୱାରା ଆପଣଙ୍କର ବିଶେଷ ଲାଭଯୁକ୍ତ ହେବାର ସୁଯୋଗ ଦେଉଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ଯାହାକି ମଧ୍ୟମ ଧରଣରେ ରହିଛି, ତେଣୁ ଧ୍ୟାନପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ତେବେ ଆଜି ସ୍ୱାସ୍ଥ୍ୟ ଆପଣଙ୍କର ଠିକ ରହିବ। ତତ୍ସହିତ ଆପଣଙ୍କର ଆଜି ମିତ୍ରତା ବଢ଼ିବାର ଅନେକ ସୁଯୋଗ ରହୁଛି। ତେବେ ରାଜନୈତିକ କାର୍ଯ୍ୟରେ ଆପଣଙ୍କର ଆଜି ହାତ ରହିବ, କିନ୍ତୁ ବିଶେଷ ପ୍ରତିଷ୍ଠା ଲାଭ କରି ନ ପାରନ୍ତି, ତେଣୁ ଧ୍ୟାନପୂର୍ବକ ଏହା ପ୍ରତି ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି, ବ୍ୟବସାୟରେ ଅନେକ ସମସ୍ୟା ରହିବ, ତେଣୁ ଧ୍ୟାନପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି, ଆପଣଙ୍କର ଚାକିରି ସମ୍ବନ୍ଧର ଭାଗ୍ୟ ଏବଂ ନିଜର ପଢ଼ାପଢ଼ିରେ ଭାଗ୍ୟ ମଧ୍ୟମ ଧରଣରେ ରହୁଛି।
आज वृष राशि व्यक्तिंकर जहाँकि परिवार वर्गଙ୍କ सहित भल संबंध न रही पारे, विशेषकर पिला छुआंक सहित अनेक प्रकार मतभेद देखा दबार चांस रहुची। तेणु यह प्रति निश्चित वृष राशि व्यक्ति सचेतन रुहंतु। आज वृष राशि व्यक्तिंकर भाग्य संख्या रही 9, भाग्य रंग रहुची जहाँकि धला रंग एवं ग्रह माने आपण को आज जहाँकि 60% साथ दौछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज आपण टिके सावधान रुहंतु, कारण आपणकर भाग्य ग्रह निम्नगामी रहिबा सहित आपण वाद विवाद झगड़ा एवं कौनसी कहा सहित जुक्ति तर्क न करिले ताहा आपणक पई भलो हेबो। तत्सहित आज मिथुन राशि व्यक्ति मानसिक अशांति भितरे गति करि पारंती। तत्सहित आज अर्थजनित कारोबार अनेक समस्या उपजी पारे, जहाँकि बिना कारण रे आपणकर अर्थ नाश होबार जुग रहुची। तत्सहित आज मिथुन राशि व्यक्ति मिछ आरोप आपणक उपरे लागि पारे, जहा पई आपण अनेक समस्या भोगी पारंती। तत्सहित मिथुन राशि व्यक्ति आज आय ठारू व्यय अधिका देखा देई पारे। तत्सहित मिथुन राशि व्यक्ति आज आपणकर स्वास्थ्य समस्या भितरे जड़ित होई पारंती, विशेषकर हजम जनित रोग एवं काश आपण को बहुत पीड़ित करि पारे। तेणु यह प्रति ध्यान दबार आवश्यकता रही मिथुन राशि व्यक्तिंकर। आज मिथुन राशि व्यक्तिंकर भाग्य संख्या रही 8, भाग्य रंग रहुची जहाँकि गाढ़ नील रंग व्यवहार करि परिबे एवं ग्रह माने आपण को आज जहाँकि 35% साथ दौछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज जहाँकि छोट छोट कार्य रे आपण को शुभ फल मिलिबा सहित किछि दूर यात्रा करिले मध्य आपणकर भाग्य शुभ जुग परिस्थिति बनौछि। तत्सहित आज कर्कट राशि व्यक्ति भोजन सहित शयन रे आपण को अनेक प्रकार सुख प्राप्त करिवार पूर्ण सुजोग रहुछि। आज जहाँकि कर्कट राशि व्यक्ति वाणिज्य सहित व्यवसाय क्षेत्र रे आपण अनेक लाभ प्राप्त करिवार पूर्ण सुजोग रहुछि, जहा आपणक भाग्य राशि रु जणा पडुछि। तेबे कर्कट राशि व्यक्ति आज टिके झगड़ा एवं जुक्ति तर्क ठारू सदा बेले दूरता अवलंबन करिबा सहित आपणकर स्वास्थ्य प्रति निश्चित सचेतन निहाती आवश्यकता रहिछि, कारण आपण को आज किछि स्वास्थ्य समस्या रे पीड़ित रही पारंती। तेणु यह प्रति निश्चित कर्कट राशि व्यक्ति ध्यान दियंतु। आज कर्कट राशि व्यक्तिंकर भाग्य संख्या रही जहाँकि 6, भाग्य रंग रहुची जहाँकि धला रंग एवं ग्रह माने आपण को आज जहाँकि 55% साथ दौछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज आपणक राशि रे घात चंद्र युक्त रहुची, तेणु प्रत्येक कार्य ध्यान पूर्वक करंतु। आज व्यवसाय रे आपण आशा अनुसार फल प्राप्त करि न पारंती, तेबे शत्रु माने आज टिके विचलित करि पारंती। तेबे ध्यान देले आपण शत्रु ठारू निश्चित जहाँकि जययुक्त होई पारंती। आज सिंह राशि व्यक्ति जहाँकि स्वास्थ्यगत दृष्टि देखिले निश्चित निजर स्वास्थ्य प्रति ध्यान दबार आवश्यकता रहिछि, जहा आपण जदि ध्यान देबे कौनसी स्वास्थ्य समस्या रहिबो नाही। आज सिंह राशि व्यक्ति जहाँकि आपणकर परिवार वर्गଙ୍କ सहित भल संपर्क रखिबा पई चेष्टा करंतु। तेबे आवश्यक स्थले जुक्ति तर्क न करिले आपणकर परिवार वर्गଙ୍କ सहित भल संपर्क रहिबो, जहा आपणक राशि चक्र रु जणा पडुछ। आज सिंह राशि व्यक्ति दूर यात्रा करूथले आपणको छोट मोट कष्ट सहिबाकू पड़िबो बा विफलता सामना करिबाकू पड़िबो। तेणु यह प्रति निश्चित सिंह राशि व्यक्ति सावधान रुहंतु। आज सिंह राशि व्यक्ति मानसिक स्थिति टिके अशांति आड़कू गति करि पारे। आज सिंह राशि व्यक्तिंकर भाग्य संख्या रही 4, भाग्य रंग रहुची जहाँकि सबुज रंग एवं ग्रह माने आपण को आज जहाँकि 45% साथ दौछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज आपणकर भाग्य ग्रह जहाँकि मध्यम धरणर युक्त रहुची, तेबे अनेक प्रकार आपण सिद्धिहस्त होई पारंती निजर कार्य क्षेत्र रे। आपण आज जहाँकि दूर यात्रा जदि करूछंती
ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଶତ୍ରୁମାନଙ୍କ ଠାରୁ ଆପଣ ବିଜୟୀ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଯଦି କମ୍ପିଟିସନ କ୍ଷେତ୍ରରେ ଆପଣ ଯୁକ୍ତି ରହୁଛନ୍ତି, ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରୋଗ ଜନିତ ସମସ୍ୟା ଯଦି ପୂର୍ବରୁ ଥିବ ତାହା ଆଜି ନାଶ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ସହିତ ଆପଣଙ୍କର ପ୍ରତିଭା ନିଶ୍ଚିତ ବୃଦ୍ଧି ହବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଛୋଟ ମୋଟ କଷ୍ଟ ପାଇପାରନ୍ତି, ଏହା ପ୍ରତି ନିଶ୍ଚିତ ସଚେତନ ହେଲେ ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ସଫଳତା ଯୁଗ ରହୁଛି ତଥା ଆପଣଙ୍କର ଭାଗ୍ୟ ଆଜି ଯେକୌଣସି କାର୍ଯ୍ୟ କରୁଛନ୍ତି ସାଥ ନିଶ୍ଚିତ ଦେବା ସହିତ କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଯୋଉମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଆଜି କର୍ମକ୍ଷେତ୍ରରେ ସଫଳତା ଦେବ। ଅଳ୍ପ ସମୟରେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ତୁଳା ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ କରନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ କେତେକାଂଶରେ ଆପଣ କ୍ଷତି ସାମ୍ନା କରିବାକୁ ପଡ଼ିବ। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ଆପଣଙ୍କୁ ବୃଦ୍ଧି କରିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତିରେ ଥିବାରୁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ବସ୍ତ୍ର ଏବଂ କୌଣସି ଆଭୂଷଣ କିଣିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ଆପଣଙ୍କୁ ଆନନ୍ଦିତ ମଧ୍ୟ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଶତ୍ରୁ ମାନଙ୍କୁ ଆଜି ପରାଜିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତିଙ୍କର ମନ ସଦାବେଳେ ପ୍ରସନ୍ନ ରହିବାର ସୁଯୋଗ ରହୁଛି। ତେବେ ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବିଛା ରାଶି ବ୍ୟକ୍ତିଙ୍କର। ତେବେ ବିଛା ରାଶି ବ୍ୟକ୍ତି ଆଜି ବିଶେଷ କରି ନିଜର କାର୍ଯ୍ୟରେ ଟିକେ ଅଧିକ ବିଚଳିତ ହୋଇପାରନ୍ତି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ବିବାହ ଜନିତ ଅଡଚନ ଆସିପାରେ ବା କିଛି ସମସ୍ୟା ଆସିପାରେ, ଯାହା ପାଇଁ ଆପଣଙ୍କର ମାନହାନି ଯୁଗ ରହୁଛି, ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ବୈଚାରିକ ମତଭେଦ ଦେଖା ଦେବାର ଅନେକ ଚାନ୍ସ ରହୁଛି, ଯାହା ପାଇଁ ଆପଣଙ୍କର ସୁଖ ହାନି ଯୁକ୍ତ ରହୁଛି ଏବଂ ବିଫଳତା ସାମ୍ନା କରିବାକୁ ପଡିପାରେ। ତତ୍ସହିତ ଆଜି ନିଚ କାମରେ ଯୁକ୍ତ ହୋଇପାରନ୍ତି ଧନୁ ରାଶି ବ୍ୟକ୍ତି, ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ବିଦ୍ୟାର୍ଥୀ ମାନେ ନିଶ୍ଚିତ ନିଜର ପାଠ ପଢାପଢିକୁ ଧ୍ୟାନ ଦେବାର ଏକାଗ୍ରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ନିଜର ପ୍ରତିଭା ଦ୍ୱାରା ମାନ ସମ୍ମାନ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ ଆପଣ
ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଅହଙ୍କାର ଠାରୁ ଧନୁରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ଚେଷ୍ଟା କରନ୍ତୁ ରଖିବା ପାଇଁ, କାରଣ ବାଦ ବିବାଦ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ ଶତ୍ରୁ ମାନଙ୍କୁ ପରାଜୟ କରିବାର ଆଜି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେଉଛି ଏବଂ ପୁତ୍ର ମିତ୍ରଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଆଜି ନିଶ୍ଚିତ ଆପଣଙ୍କର ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ବହୁତ ଆନନ୍ଦିତ ରହିପାରନ୍ତି, ରୋଗମୁକ୍ତ ହୋଇପାରନ୍ତି, ଭୋଜନ ପ୍ରିୟ ହୋଇପାରନ୍ତି। ତତ୍ସହିତ ସମସ୍ତ ପ୍ରକାର ଆଜି ସୁଖ ପ୍ରାପ୍ତ କରିବାର ସୁଯୋଗ ରହିପାରେ। ତେବେ ନିଶ୍ଚିତ ଏହା ପ୍ରତି ମକର ରାଶି ବ୍ୟକ୍ତି ସଚେତନ ଟିକେ ଆବଶ୍ୟକତା ରହିଛି, କାରଣ ଆଜି କିଛି ନିଚ କାର୍ଯ୍ୟରେ ଆପଣ ଅଧିକ ଆକୃଷ୍ଟ ହେବେ, ଯାହା ପାଇଁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ବିଫଳତା ସାମ୍ନା କରିବାକୁ ପଡିବ ଏବଂ ମିତ୍ର ସମ୍ବନ୍ଧ ସହିତ ଆପଣଙ୍କର ଭଲ ସମ୍ପର୍କ ରହି ନପାରେ, ନିଜ ଭିତରେ ଯୁକ୍ତିତର୍କ ହୋଇପାରେ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। କୌଣସି ଖରାପ କାର୍ଯ୍ୟରେ ଆଦୌ ଲିପ୍ତ ରୁହନ୍ତୁ ନାହିଁ ଏବଂ ନିଜକୁ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ କୌଣସି କାର୍ଯ୍ୟରେ ମକର ରାଶି ବ୍ୟକ୍ତି ଅଟକିବେ ନାହିଁ ଏବଂ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମାନେ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଆପଣଙ୍କର ଅର୍ଥନାଶ ଯୁଗ ରହୁଛି। ତତ୍ସହିତ ମାନ ସମ୍ମାନର ଆପଣଙ୍କର କମି ଯାଉଛି। ତତ୍ସହିତ ସ୍ୱାସ୍ଥ୍ୟଗତ ଜନିତ ଆପଣଙ୍କୁ ସମସ୍ୟା ବଢିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିପାରେ। ତେବେ ଆଜି ଆପଣଙ୍କର ଭୋଜନ ଯାହାକି ସଠିକ ନ ମିଳିପାରେ, ଯାହା ପାଇଁ ଆପଣ ଅଶାନ୍ତି ପରିବେଶ ଭିତରେ ଗତି କରିପାରନ୍ତି ମାନସିକ ସ୍ଥିତି। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଆପଣ ପରିବାର ସମ୍ପର୍କ ଭଲ ନ ରହିପାରେ, ନିଜ ଭିତରେ ଅନେକ ସମସ୍ୟା ବା ଝଗଡା ଯୁକ୍ତିତର୍କ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ ମିତ୍ର ସମ୍ବନ୍ଧ ସହିତ ଆପଣ ଭଲ ସମ୍ପର୍କ ରଖନ୍ତୁ, ଯାହା ପାଇଁ ଆପଣ ନିଜ ଭିତରେ ଚିଡଚିଡା ଅନେକ ପ୍ରକାର ଯୁକ୍ତିତର୍କ କଳହ ସମ୍ପର୍କ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ବହୁତ ଆନନ୍ଦିତ ରହିପାରନ୍ତି, ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆଜି ଅନେକ ପ୍ରକାର ସୁଖ ଅନୁଭବ କରିବେ। ତତ୍ସହିତ ସମ୍ବନ୍ଧ ଭଲ ରହିବ, ଯାହା ମୀନ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ମହତ୍ୱାକାଂକ୍ଷୀ କାର୍ଯ୍ୟରେ ନିଜର ଏକାଗ୍ରତା ଅଧିକ ଦେଇ ସେ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ତ୍ରୀ ପୁରୁଷଙ୍କ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ବିଶେଷ କରି ତରଳ ପଦାର୍ଥ ଯାହାକି କାର୍ଯ୍ୟରେ ଆପଣ ଅଧିକ ଆୟ ବୃଦ୍ଧି କରିବାର ସୁଯୋଗ ରହୁଛି, ଯାହା ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି କଠିନ ପରିଶ୍ରମ କରିବାକୁ ପଡିବ, ନହେଲେ ଅନେକ ବିଫଳତା ଆପଣଙ୍କୁ ଚାପ ଦେଇପାରେ। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ବିରୁଦ୍ଧାଭାସ ଆସିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।